ନାଟା ତାହେଲେ ମିନା। ସାର୍ ଆପଣ ଭଲ ନାଚିଲ। ଆପଣଙ୍କର ଆଶୀର୍ବାଦରୁ ସାର୍। ସତେ ଯେମିତି ଗୋଟେ ଏଞ୍ଜେଲ, ସ୍ୱର୍ଗର ଅପ୍ସରୀ। ନାଇଁ ସାର୍, ଏତେଟା ଦେ ଭଲକୁ ଭଲ କହିବାଟା କଣ ଭୁଲ? ସାର୍ କିଛି ଦରକାର ଥିଲା। ଦେ ଦରକାର ନଥିଲେ କେହି କଣ କାହା ପାଖକୁ କେବେ ଆସେ? ତାହେଲେ ସାର୍ ଆପଣ ଟିକେ ଗ୍ରୀନ ରୁମ୍ ବାହାରକୁ ଯାଆନ୍ତୁ। ମୁଁ ମେକଅପ୍ ଆଉ କଷ୍ଟ୍ୟୁମଟା ଚେଞ୍ଜ କରି ସାରେ। ମେକଅପ୍ ଆଉ କଷ୍ଟ୍ୟୁମ ଚେଞ୍ଜ କରି ସାରିଲା ପରେ ତମେ ତ ଆଉ ଏ ମିନା ହେଇ ନଥିବ। ମୁଁ ତମକୁ କହିବି କଣ? ମାନେ ବେ କିଛି ବୁଝିପାରୁନ? ନାଇଁ ସାର୍। ପାଠ ପଢିଛ, ମାଗିଙ୍ଗା ଏତେ ସିନେମା ଦେଖୁଛ, ମୁଁ ଏଠି କାହିଁକି କଣ ପାଇଁ ଆସିଛି କିଛି ବୁଝିପାରୁନ? ନାଇଁ ସାର୍। ବେ ତାହେଲେ ମୁଁ କହିବି ମୋର ଗୋଟାଏ ବଦଗୁଣ, ମୁଁ ସତ କଥା ହିଁ କହିଥାଏ। କଣ ସାର୍? ଆଉ ସେଇ ସତ କଥାଟି ହେଲା ଆଇ ଲଭ ୟୁ। ମାନେ ମୁଁ ତମକୁ ଭଲ ପାଏ। ଟିକୁ ବାବୁ। ବେ ବାବୁ ନୁହେଁ, ସାର୍ ନୁହେଁ, ଏଇଟା କଲେଜ କ୍ୟାମ୍ପସର ଗୋଟାଏ ନିରଳା ଗ୍ରୀନ ରୁମ୍। ଏଠି ଟିକେ ଖାଲି ପ୍ରତିଶ୍ରୁତି, ଟିକେ ଖାଲି ହଁ। ଟିକୁ ବାବୁ। ବେ ଥରେ ମିନା ତମେ ମୋ କଥାର ଉତ୍ତର ଦିଅ। ହଁ, ତମେ ମୋ କଥାର ଉତ୍ତର ଦିଅ ମିନା। ତମ କଥାର ଉତ୍ତର ହେଲା ଖୁମ୍ପି ଦେଲୁ ପୁଣି ମତେ ଭଲ କଲୁ। ହେଲେ ତୋର ଖୁମ୍ପାଟା ମୋର ମନର ଲେନ୍ସ ଭିତରେ ଗୋଟେ ଗାର ହେଇ ରହିଗଲା। ଯୋଉଦିନ ତୁ ମୋଠୁ ଖୁମ୍ପା ଖାଉଥିବୁ ସେତେବେଳେ କିଏ? ଶାଗୁଣାର ଥଣ୍ଟ ଦେଖିଛୁ? ଦେଖିବୁ ସେ ଶାଗୁଣାକୁ? ଏଇ ଦେ ଶାଗୁଣା ବସିଛି ଡେଣା ମେଲେଇ। ଶାଗୁଣା ବସିଛି ଡେଣା ମେଲେଇ।